ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମାର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଏହି ଭିଡ଼ିଓରେ ଆମେ ଓଟିଇଟି 2026 ହଉ କିମ୍ବା ଆସିଷ୍ଟାଣ୍ଟ ଟିଚର ବା ଜେଟିର 2026 ଯଦି ପାଇଁ ପ୍ରିପେୟାର ହେଉଛନ୍ତି ତାହେଲେ ଏ ଭିଡ଼ିଓରେ ଆମେ ସୋସିଆଲ ଷ୍ଟଡିଜ୍ ଯେଉଁଥିରେ କି ଆମେ ହିଷ୍ଟ୍ରି, ପଲିଟି, ଜୋଗ୍ରାଫି ଆଉ ଇଣ୍ଡିଆନ୍ ଜିକେର କିଛି ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ଡିସ୍କସନ୍ କରିବା। ତେଣୁ ଆପଣ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲ ଯଦି ପ୍ରଥମ ଥର ପାଇଁ ଆସୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନ୍ ଅଲରେ ସେଟ୍ କରିଦେବେ। ତେଣୁ ଯିବା କ୍ୱେଶ୍ଚନ୍ ଦେଖିବା କ'ଣ ସବୁ ରହିଛି। ପ୍ରଥମ କ୍ୱେଶ୍ଚନଟି ରହିଛି, ବିଶ୍ୱମଣ୍ଡଳ ଉପରେ ପୃଥିବୀ ପୃଷ୍ଠରୁ କେତେ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଟ୍ରପୋସ୍ଫିୟର ବିସ୍ତୃତ? ତେଣୁ ଆମର ଯେଉଁ ବିଶ୍ୱମଣ୍ଡଳ ରହିଛି ପୃଥିବୀ ପୃଷ୍ଠର ଟ୍ରପୋସ୍ଫିୟରଟା କେତେ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ହେଇକି ଥାଏ? ଅପସନ୍ ଗୁଡ଼ିକ କ'ଣ ରହିଲା? 8 କିଲୋମିଟର, 11 କିଲୋମିଟର, 12 କିଲୋମିଟର, 16 କିଲୋମିଟର। ତେଣୁ ଏହାର ସଠିକ୍ ଉତ୍ତରଟି କ'ଣ ହେବ ନା ଅପସନ୍ ନମ୍ବର ଡି, ଯେଉଁଟାକି 16 କିଲୋମିଟର। ଆମ ପୃଥିବୀ ପୃଷ୍ଠର 16 କିଲୋମିଟର ଉପର ପର୍ଯ୍ୟନ୍ତ ଫାଷ୍ଟ ରଟା ହେଉଛି କ'ଣ? ଟ୍ରପୋସ୍ଫିୟର, ସେଟାକି ଆମର 16 କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ହେଇକି ଅଛି। ପରବର୍ତ୍ତୀ ପ୍ରଶ୍ନ ରହିଛି, ବାୟୁମଣ୍ଡଳରେ କେଉଁ ବଳୟରେ ଓଜୋନ ସ୍ତର ରହିଅଛି? ଯେଟାକି ଓଜୋନ ଲେୟାର କୁହାଯାଏ, ସେଟା କେଉଁ ସ୍ତରରେ ରହିଥାଏ? ଅପସନ୍ ଗୋଟେ କ'ଣ ରହିଛି? ଟ୍ରୋପୋସ୍ଫିୟର, ଷ୍ଟ୍ରାଟୋସ୍ଫିୟର, ମେସୋସ୍ଫିୟର, ଥର୍ମୋସ୍ଫିୟର। ଏହାର ସଠିକ୍ ଉତ୍ତରଟି କ'ଣ ହେବ ନା ଅପସନ୍ ନମ୍ବର ବି, ଯେଟାକି ଷ୍ଟ୍ରାଟୋସ୍ଫିୟର। ହେଲା, ଷ୍ଟ୍ରାଟୋସ୍ଫିୟରରେ କ'ଣ ରହିଥାଏ? ଆମର ଓଜୋନ ଯେଉଁ ଲେୟାରଟା ରହିଥାଏ ସେଟା ଷ୍ଟ୍ରାଟୋସ୍ଫିୟରରେ ରହିଥାଏ। ପରବର୍ତ୍ତୀ ପ୍ରଶ୍ନ, ଦୁଇଟି ପ୍ରତ୍ୟକ୍ଷ ଜୁଆର ମଧ୍ୟରେ ଥିବା ସମୟର ବ୍ୟବଧାନ କେତେ? ତେଣୁ ଜୁଆର ଯେଉଁ ଆସିଥାଏ ତାର ଯେଉଁ ଟାଇମ୍ ଇଣ୍ଟରଭାଲଟା, ଦୁଇଟା ଯେଉଁ ଡାଇରେକ୍ଟ ଟ୍ରାଏଡ୍ ଯେଉଁ ରହିଥାଏ ବା ଆମର ଜୁଆର ଯେଉଁ ତା ଭିତରେ ସମୟ ସୀମା କେତେ ରହିଥାଏ? ଅପସନ୍ ଗୋଟେ କ'ଣ ରହିଛି? 6 ଘଣ୍ଟା 13 ମିନିଟ୍, 12 ଘଣ୍ଟା 26 ମିନିଟ୍, 24 ଘଣ୍ଟା ନା 24 ଘଣ୍ଟା 52 ମିନିଟ୍। ହେଲା, ଦୁଇଟା ଡାଇରେକ୍ଟ ଯେଉଁ ଟାଇଡ୍ ଗୁଡ଼ାକ ରହିଥାଏ ବା ଜୁଆର ମଧ୍ୟରେ ଆମର ସମୟ ସୀମା କେତେ? ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ବି, ଯେଟାକି 12 ଘଣ୍ଟା 26 ମିନିଟ୍। ହେଲା, ଦୁଇଟି ଜୁଆର ଡାଇରେକ୍ଟ ଯେଉଁ ଜୁଆର ଥାଏ ତା ଭିତରେ ସମୟ ବ୍ୟବଧାନ କେତେ? 12 ଘଣ୍ଟା 26 ମିନିଟ୍। ପରବର୍ତ୍ତୀ ପ୍ରଶ୍ନ, ଉଷ୍ଣ ସ୍ରୋତ ଓ ଶୀତଳ ସ୍ରୋତର ମିଳନ ସ୍ଥଳରେ ନିମ୍ନଲିଖିତ କେଉଁଠି ସୃଷ୍ଟି ହୁଏ? ଯୋଉଟାକି ଆମର ୱାର୍ମ ଆଉ ଯେଉଁ କୋଲ୍ଡ କରେଣ୍ଟ ସବୁ ରହିଛି ଦୁଇଟାର ମିଳନ ସ୍ଥଳରେ କ'ଣ ସୃଷ୍ଟି ହେଇଥାଏ? ଅପସନ୍ ଗୋଟେ କ'ଣ ରହିଛି? ବୃଷ୍ଟିପାତ, ବିକିରଣ କୁହୁଡ଼ି, ବାତ୍ୟା, ଅଭିବହନ କୁହୁଡ଼ି। ରେନଫଲ୍ ସୃଷ୍ଟି ହୁଏ ନା ହେଉଛି ରେଡିଏସନ୍ ଫଗ୍ ସୃଷ୍ଟି ହୁଏ ନା ସାଇକ୍ଲୋନ୍ ତିଆରି ହୁଏ ନା ଏଡଭେକ୍ସନ୍ ଅଫ୍ ଫଗ୍ ତିଆରି ହୁଏ? ହେଲା, ୱାର୍ମ ଆଉ କୋଲ୍ଡ କରେଣ୍ଟ ଯୋଉଠି ମିକ୍ସ ହେଇଥାନ୍ତି ସେଠି ଆମର ସୃଷ୍ଟି ହୋଇଥାଏ କ'ଣ ନା ଅପସନ୍ ନମ୍ବର ଡି, ଯେଟାକି ଅଭିବହନ କୁହୁଡ଼ି, ଯିଏକି କ'ଣ ଏଡଭେକ୍ସନ୍ ଅଫ୍ ଫଗ୍ ତିଆରି ହେଇଥାଏ। ପରବର୍ତ୍ତୀ ପ୍ରଶ୍ନ ରହିଛି, ଖାଦ୍ୟ ସ୍ତର ଅନୁସାରେ ନିମ୍ନୋକ୍ତ କେଉଁ କ୍ରମଟି ଠିକ୍ ଅଛି? जो आम फुड चेन रही है फुड चेन अनुसार आम कौन स्तर कौन क्रमटा ये ठीक देती जमीक ऑप्शन अच्छी कौन ए तृणभोजी उभय भोजी मांसाहारी मृत भोजी। ऑप्शन नंबर बी अच्छी उभय भोजी तृणभोजी मांसाहारी मृत भोजी। ऑप्शन नंबर सी अच्छी तृणभोजी हम फास्ट उभय भोजी मृत भोजी मांसाहारी। ऑप्शन नंबर डी अच्छी तृणभोजी फास्ट मांसाहारी उभय भोजी मृत भोजी है। तेणु सठिक क्रमटा कौन हम ऑप्शन नंबर डी जो कौन अच्छी फास्ट तृणभोजी हम मांसाहारी हम उभय भोजी हम उभय भोजी माने प्लस तृणभोजी भी खाए माने से हमर कोन घास भी खाइबो प्लस मांस भी खाइबो सी होची उभय भोजी तापर आसीबे कोन ताकू खाइबो कि ना मृत भोजी हला। तेणु ऑप्शन नंबर डी टा सठिक उत्तर। परवर्ती प्रश्न रही जो आम मानचित्र देखी था से जो 1:10 लाख है रही थे देन व्हाट इज द with the statement scale है से जो विवरणात्मक मानटा केते सेथिरे रही थे है जो मानचित्र जदि हम देखू तार वैल्यूटा केते से जो हमर स्टेटमेंट स्केल तार केते रहइबो। ऑप्शन कोन रही 1 सेंटीमीटर इज इक्वल टू 10 किलोमीटर 1 सेंटीमीटर इज इक्वल टू 100 किलोमीटर 1 सेंटीमीटर इज इक्वल टू 1000 किलोमीटर ना 1 सेंटीमीटर इज इक्वल टू 10000 किलोमीटर है। जो आमर मानचित्र रे व्यवहार करते तार स्टेटमेंट स्केल होची वैल्यूटा केते हेबो ऑप्शन नंबर बी जेटा कोन अछि 1 सेंटीमीटर इज इक्वल टू 100 किलोमीटर है। मानचित्र जो आम देखिया पई व्यवहार करते नॉर्मल तारे गोटे सेंटीमीटर जति हबो हमर रियल लाइफ रे सेटा केते 100 किलोमीटर सहित समान हबो है। तापर पेडागोजी क्वेश्चन रहिला तापर नेक्स्ट एटा मानचित्र पर आउटे क्वेश्चन अछि निम्नलिखित केउटी भूगोल शिक्षादान पई मानचित्र ग्लोब ठारू अधिक उपयोगी है। जो आम भूगोल पढ़िया पई मानचित्र जो व्यवहार करते ताठारू ग्लोब टा कहीं अधिक उपयोगी होता है। ऑप्शन गुटे कौन रही पृथ्वी आकृति पई अक्षांश और द्राघिमा पई भू दृश्य बळी पई ना दिग पई है। यार सठिक उत्तर कौन हम ना ऑप्शन नंबर सी कि भू दृश्य बळी है। ग्लोब रे आम कौन करिया जो आम भूगोल रे पढ़ी था शिक्षादान पई मानचित्र ग्लोब ठारू अधिक उपयोगी माने हम ग्लोब जो व्यवहार करछु ताठारू आम मानचित्र टाको कहीं अधिक प्रिफर करू। मानचित्र कौन हुए ग्लोब रे कौन आम जेहेतु एटा गोलाकार ताको आम कोउटी कोन जगहटा अछि सेटा जानि पारे किंतु कोउटी कोन प्रकार भू दृश्य बळी अछि माने कोउटी मरुभूमि अछि कोउटी कोन समतल भूमि चाष जमी एटा जानिया पे आम कोन मानचित्र व्यवहार करथौ ग्लोब रे तो सेटा जणी होबनी। तेनु सेति पे मानचित्र को अधिक उपयोगी पाइथौ कोउथि पई भू दृश्य बळी पई।
ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁ ଜିଲ୍ଲାଟି ସମ୍ପୂର୍ଣ୍ଣ ରୂପେ ମହାନଦୀ ତ୍ରିକୋଣ ଭୂମିରେ ଅବସ୍ଥିତ ହେଲା ହ୍ୱିଚ୍ ଡିଷ୍ଟ୍ରିକ୍ଟ ଇଜ ଏଣ୍ଟରଲି ସିଚୁଏଟେଡ୍ ଇନ୍ ଦ ମହାନଦୀ ଡେଲ୍ଟା ହେଲା ମହାନଦୀ ଡେଲ୍ଟା ଭିତରେ କୋଉ ଆମର ଜିଲ୍ଲାଟା ପୁରାପୁରି ଅଛି ଅପସନ ରେ କଣ ରହିଲା କଟକ ଜଗତସିଂହପୁର ପୁରୀ ଆଉ କେନ୍ଦ୍ରାପଡା ହେଲା ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି যেটা କି କଣ ଅଛି ଆମର ଜଗତସିଂହପୁରଟା ମହାନଦୀ ଡେଲ୍ଟା ଭିତରେ ଆମର ରହିଛି ମନେ ରଖିବେ ହେଲା ପରବର୍ତ୍ତୀ ପ୍ରଶ୍ନ ପୂର୍ବଘାଟ ପର୍ବତମାଳାରେ ଉତ୍ତରାଂଶ ନିମ୍ନୋକ୍ତ କେଉଁ ନଦୀ ଦ୍ୱୟ ଦ୍ୱାରା ବିଖଣ୍ଡିତ ହୋଇଛି ବାଇ ହ୍ୱିଚ୍ ଅଫ ଦ ଫଲୋଇଂ ଟୁ ରିଭର୍ସ ଇଜ ଦ ନର୍ଦର୍ନ ପାର୍ଟ ଅଫ ଦ ଇଷ୍ଟର୍ଣ୍ଣ ଘାଟ ହେଲା ଇଷ୍ଟର୍ଣ୍ଣ ଘାଟର ଆମର କୋଉ ନଦୀ ଦ୍ୱୟ ଦ୍ୱାରା କଣ ଅଛି ନା ଆମର ନର୍ଦର୍ନ ପାର୍ଟରେ ରହିଛି ଅପସନ କଣ ରହିଲା ସୁବର୍ଣ୍ଣରେଖା ବୈତରଣୀ ବ୍ରାହ୍ମଣୀ ମହାନଦୀ ନା ହଉଛି ଋଷିକୁଲ୍ୟା ଆଉ ବଂଶଧାରା ହେଲା କଣ କହିଲା ପୂର୍ବଘାଟ ପର୍ବତମାଳାର ଉତ୍ତରାଂଶରେ ବା ଆମର ଇଷ୍ଟରେ ନିମ୍ନୋକ୍ତ କେଉଁ ନଦୀ ଦ୍ୱୟ ଅଛି ପୂର୍ବଘାଟ ଯେଟା କି ଇଷ୍ଟର୍ଣ୍ଣ ଘାଟ ଆମେ କହୁଛୁ ହେଲା ଇଷ୍ଟର୍ଣ୍ଣ ଘାଟର ଉତ୍ତରରେ କୋଉ ନଦୀ ରହିଛି ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ଏ ଯେଟା କି କଣ ଅଛି ସୁବର୍ଣ୍ଣରେଖା ବୈତରଣୀଟା ଆମର ଇଷ୍ଟର୍ଣ୍ଣ ଘାଟର ଉତ୍ତରରେ ରହିଛି ପରବର୍ତ୍ତୀ ପ୍ରଶ୍ନ ପୁରୀ ବେଳାଭୂମିର ତାପମାତ୍ରା 20 ଡିଗ୍ରୀ ସେଲସିୟସ ହୋଇଥିଲା ବେଳେ ସେଠାରୁ 1500 ମିଟର ଉଚ୍ଚତାରେ କୋରାପୁଟର ପଟ୍ଟାଙ୍ଗୀ ଠାରେ ତାପମାତ୍ରା କେତେ ଡିଗ୍ରୀ ସେଲସିୟସ ହବ ହେଲା ଏଟା ଯୋଉ ଜୋଗ୍ରାଫିର ବଢିଆ କ୍ୱେଶ୍ଚନ ଥିଲା ଯେ ଯଦି ଆମର ପୁରୀ ବେଳାଭୂମିରେ 20 ଡିଗ୍ରୀ ସେଲସିୟସ ଯଦି ତାପମାତ୍ରା ହଉଛି ବେଳାଭୂମି ଉପରେ ତାହେଲେ ତାଠାରୁ 1500 ମିଟର ଉଚ୍ଚତାରେ ଯୋଉ କୋରାପୁଟରେ ପଟ୍ଟାଙ୍ଗୀ ଜାଗାଟା ଅଛି ସେଠି ତାପମାତ୍ରା କେତେ ହେବ ଅପସନ କଣ ରହିଲା 9 10.4 ଆଉ ହଉଛି 11.6 ଆଉ ଗୋଟେ ହଉଛି 12.4 ହେଲା ଏହାର ସଠିକ ଉତ୍ତରଟି କଣ ହବ ହଉଛି ଅପସନ ନମ୍ବର ବି যেটা କଣ ଅଛି 10.4 ହେଲା এটা ଆମର କଣ ବାୟୁମଣ୍ଡଳର ସ୍ତର ଅନୁସାରେ ଆସ୍ତେ ଆସ୍ତେ ଟେମ୍ପରେଚର କଣ ଥାଏ କମି କମି ଯାଇଥାଏ ତେଣୁ ସେଇ ଅନୁସାରେ ଇଏ ଯେହେତୁ 1500 କିଲୋମିଟର ଅଛି ତେଣୁ ସେଟା ଦେଖିଦେବେ ଟିକେ ଯେ କେତେ ଡିଷ୍ଟାନ୍ସ ଅନୁସାରେ କେତେ ଡିଗ୍ରୀ କମୁଛି ସେଇ ଅନୁସାରେ କମି କମି କେତେ ହେବ ନା ପଟାଙ୍ଗୀ ଠାରେ କେତେ ହେବ ଯେହେତୁ 1500 କିଲୋମିଟର ଉପରେ ଅଛି ତେଣୁ ସେଥିପାଇଁ 10.4 ହବ ହେଲା ମାନେ 9.6 ଡିଗ୍ରୀ କମିଯିବ ପରବର୍ତ୍ତୀ ପ୍ରଶ୍ନ ରହିଛି ଓଡ଼ିଶାରେ ନିମ୍ନୋକ୍ତ କେଉଁ ପ୍ରକାର ଜଳବାୟୁ ପରିଲକ୍ଷିତ ହୋଇଥାଏ ହେଲା ହ୍ୱିଚ୍ ଅଫ ଦ ଫଲୋଇଂ ଟାଇପ୍ସ ଅଫ କ୍ଲାଇମେଟ୍ ଇଜ ନୋଟିସ୍ଡ ଇନ୍ ଓଡ଼ିଶା ନିରକ୍ଷୀୟ ନାତିଶୀତୋଷ୍ଣ କ୍ରାନ୍ତୀୟ ଶୁଷ୍କ ନା କ୍ରାନ୍ତୀୟ ଉଷ୍ଣ ଓ ଆର୍ଦ୍ର ହେଲା ତେଣୁ ଏହାର ସଠିକ ଉତ୍ତର କଣ ହବ କୋଉ ପ୍ରକାର ଆମେ କ୍ଲାଇମେଟ୍ ଦେଖୁ ସଠିକ ଉତ୍ତର ହଉଛି କଣ ଟ୍ରପିକାଲ ୱାର୍ମ ଏଣ୍ଡ ମୋଏଷ୍ଟ ମାନେ ହଉଛି କ୍ରାନ୍ତୀୟ ଉଷ୍ଣ ଆଉ ଆର୍ଦ୍ର ହେଲା କ୍ଲାଇମେଟ୍ ଆମେ ଦେଖିଥାଉ ଓଡ଼ିଶାରେ ପରବର୍ତ୍ତୀ ପ୍ରଶ୍ନ ରହିଲା ଚାଷ ଋତୁ ଅନୁସାରେ ନିମ୍ନୋକ୍ତ କେଉଁ ଫସଲଟି ଅନ୍ୟ ତିନୋଟି ଠାରୁ ଭିନ୍ନ ହେଲା ଆମର ଚାଷର ଯୋଉ କ୍ରପ ଗୁଡାକ ଥାଏ ହେଲା ତେଣୁ ତା ଭିତରୁ କୋଉଟା ଅଲଗା ତିନିଟି ଠାରୁ ସିଜିନ ଅନୁସାରେ ଅଲଗା ହବ ସୋରିଷ ଜଡା ରାଶି ଆଉ ବିରି ହେଲା ଏହାର ସଠିକ ଉତ୍ତର କଣ ହବ କୋଉଟା ଅନ୍ୟ ତିନି ଠାରୁ ଅଲଗା ହବ ନା ହଉଛି କଣ ବିରିଟା ଅଲଗା ସୋରିଷ ହଉ ଜଡା ହଉ ରାଶି ହଉ ୟା ପାଖରୁ ଅଲଗା ହବ ଯାହାକି ବ୍ଲାକ ଗ୍ରାମ ଆମେ କହିଥାଉ ହେଲା ପରବର୍ତ୍ତୀ ପ୍ରଶ୍ନ କେଉଁ ଖଣିଜ ପଦାର୍ଥ ଉତ୍ପାଦନରେ ଓଡ଼ିଶା ଭାରତର ପ୍ରଥମ ସ୍ଥାନ ଅଧିକାର କରିଛି ହେଲା in the production of which minerals does India occupy the first position ହେଲା ଅପସନ କଣ ରହିଲା କ୍ରୋମାଇଟ ଲୁହା ପଥର ମାଙ୍ଗାନିଜ ତମ୍ବା ହେଲା ଓଡ଼ିଶା ପ୍ରଥମ ହଉଛି କୋଉ ଖଣିଜ ପଦାର୍ଥ ଉତ୍ପାଦନରେ ସଠିକ ଉତ୍ତର ହଉଛି କଣ କ୍ରୋମାଇଟ ହେଲା ଯାଜପୁରର ଯୋଉ ସୁକିନ୍ଦା ଭ୍ୟାଲି ଅଛି ସେଇଠି ଟୋଟାଲ ଆମର ଇଣ୍ଡିଆର କେତେ 98% କଣ ରହୁଛି କେବଳ କ୍ରୋମାଇଟ ବାହାରୁଛି ଇଣ୍ଡିଆର ତେଣୁ ସେଥିପାଇଁ କ୍ରୋମାଇଟ ପ୍ରଡକ୍ସନରେ ଇଣ୍ଡିଆରେ ଓଡ଼ିଶା ସବୁଠୁ ପ୍ରଥମରେ ରହିଛି ପରବର୍ତ୍ତୀ ପ୍ରଶ୍ନ କେଉଁ ରାଜ୍ୟ ଦ୍ୱୟ ମଧ୍ୟରେ କୃଷ୍ଣା ଗୋଦାବରୀ ଜଳ ବିବାଦ ଦେଖାଯାଏ ହେଲା କୋଉ ଦୁଇଟା ଆମର ରାଜ୍ୟ ଆମର ଷ୍ଟେଟ ଭିତରେ କୃଷ୍ଣା ଆଉ ଗୋଦାବରୀ ୱାଟର ଡିସ୍ପ୍ୟୁଟ ଦେଖାଯାଇଥାଏ ଅପସନ କଣ ରହିଲା ଆନ୍ଧ୍ର ତାମିଲନାଡୁ କର୍ଣ୍ଣାଟକ ଆନ୍ଧ୍ର କର୍ଣ୍ଣାଟକ ନା କର୍ଣ୍ଣାଟକ ମହାରାଷ୍ଟ୍ର ହେଲା ସଠିକ ଉତ୍ତର କଣ ହବ କୃଷ୍ଣା ଗୋଦାବରୀ ଜଳ ବିବାଦ କୋଉ ଦୁଇଟା ଷ୍ଟେଟ ଭିତରେ ଦେଖାଯାଏ ସଠିକ ଉତ୍ତର ଅପସନ ନମ୍ବର ଡି ଯେଟା କି କର୍ଣ୍ଣାଟକ ଆଉ ମହାରାଷ୍ଟ୍ର ଭିତରେ କୃଷ୍ଣା ଆଉ ଗୋଦାବରୀ ନଦୀ ଯେଟା କି ଆମର ୱାଟର ଡିସ୍ପ୍ୟୁଟଟା ଦେଖାଯାଇଥାଏ ତାପରେ ରହିଲା ହିମାଳୟ ପର୍ବତମାଳାର ନିମ୍ନୋକ୍ତ କେଉଁ ବୃକ୍ଷଟି ବର୍ତ୍ତମାନ ବିପଦଗ୍ରସ୍ତ ହିମାଳୟରେ ଯୋଉ ଗଛ ଗୁଡାକ ଦେଖାଯାଏ ତା ଭିତରୁ କୋଉଟା ଗୋଟେ କଣ ଅଛି ଇନଡେଞ୍ଜର ସ୍ପେସିସ୍ ଇନଡେଞ୍ଜର ପ୍ଲାଣ୍ଟ ଭିତରେ ଟ୍ରି ଭିତରେ ଯାଉଛି ଅପସନ କଣ ରହିଛି ଚିର ବାଜ ଓକ୍ ଆଉ ହଉଛି ଇଉଇ ହେଲା ତେଣୁ ହିମାଳୟରେ କୋଉ ଗଛଟା ଆମର ଇନଡେଞ୍ଜରରେ ରହିଛି ସଠିକ ଉତ୍ତର ହବ କଣ ନା ଅପସନ ନମ୍ବର ବି ଯେଟା କଣ ଅଛି ବାଜ ହେଲା ବାଜ ଗଛଟା ହିମାଳୟରେ ଦେଖାଯାଏ ଆଉ ସେଟା ଇନଡେଞ୍ଜରରେ ଅଛି ମାନେ ସେଟା ନିଶ୍ଚିହ୍ନ ହବାର ଅବସ୍ଥାରେ ରହିଛି ପରବର୍ତ୍ତୀ ପ୍ରଶ୍ନ ନିମ୍ନୋକ୍ତ କେଉଁ ଅକ୍ଷାଂଶରେ ସମାକ୍ଷ ରେଖା ଟଣାଯାଇ ପାରିବ ନାହିଁ ହେଲା in at which of the following latitude can there be no parallel of latitude ହେଲା ଆମେ ସେଠି କଣ କରିପାରିବାନି ଅକ୍ଷାଂଶରେ ସମାକ୍ଷ ରେଖା ଟଣାଯାଇ ପାରିବ ନାହିଁ ଅପସନ କଣ ରହିଲା 0 ଡିଗ୍ରୀ 30 ଡିଗ୍ରୀ 60 ଡିଗ୍ରୀ ଆଉ 90 ଡିଗ୍ରୀ ହେଲା ଏହାର ସଠିକ ଉତ୍ତର ହବ କଣ ନା ଅପସନ ନମ୍ବର ଡି 90 ଡିଗ୍ରୀ ଉପରେ ଆମେ କଣ ସମାକ୍ଷ ରେଖାଟା ଟାଣି ପାରିବାନି ଯେହେତୁ ସେଟା କହୁଛି କଣ ବିଷୁବରେଖା ଉପରେ ଆମେ କଣ ଟାଣି ପାରିବାନି ବା ଇକ୍ୱେଟର କୁହାଯାଏ ହେଲା ତେଣୁ ତାପରେ ଆମେ କଣ ଅଛି ସମାକ୍ଷ ରେଖା ଟାଣି ପାରିବା ନାହିଁ ହେଲା ପରବର୍ତ୍ତୀ ପ୍ରଶ୍ନ ରହିଲା ମାନଚିତ୍ର ଅଧ୍ୟୟନ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅନ୍ତର୍ଭୁକ୍ତ ନୁହେଁ ହେଲା ମାନଚିତ୍ର ଅଧ୍ୟୟନ ବେଳେ କୋଉଟା ଆମର ଅନ୍ତର୍ଭୁକ୍ତ ହବ ନାହିଁ ଅପସନ କଣ ରହିଲା ମାନଚିତ୍ର ଭାଷା ଶିକ୍ଷା ମାନଚିତ୍ର ସଂରକ୍ଷଣ ମାନଚିତ୍ର ପଠନ ଆଉ ମାନଚିତ୍ର ଅନୁଶୀଳନୀ
ହେଲା। ମାନଚିତ୍ର ଯେତେବେଳେ ଆମେ ଦେଖୁଛୁ ତା ଉପରେ କଣ ଆମେ ଅଧ୍ୟୟନ କରିପାରିବାନି, ସଠିକ ଉତ୍ତର କଣ ହବ? ହଉଛି ଅପସନ ନମ୍ବର ବି, ଯୋଉଟା କି ମାନଚିତ୍ର ସଂରକ୍ଷଣ। ମାନଚିତ୍ର ସଂରକ୍ଷଣ ତା ଭିତରେ ଆସିବନି। ମାନଚିତ୍ର ଭାଷା ଶିକ୍ଷା ହେଇପାରିବ, ମାନଚିତ୍ର ପଠନ ହେଇପାରିବ, ମାନଚିତ୍ର ଅନୁଶୀଳନ ବା ଯେଟା କଣ କହିବ ମେପ୍ ହଉଛି ଇଣ୍ଟରପ୍ରିଟେସନ ହେଲା, ସେଟା ହେଇପାରିବ, କିନ୍ତୁ ମେପ୍ ଏ ଯୋଉ ପ୍ରିଜର୍ଭେସନ ସେଟା ହେଇପାରିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ରହିଲା ଯାଜପୁର ରୋଡ ଠାରେ ନିମ୍ନୋକ୍ତ କେଉଁ କାରଖାନା ଗଢି ଉଠିଛି? ଯାଜପୁର ରୋଡ ଯୋଉ ରହିଛି ହେଲା, ସେଠି କୋଉ କାରଖାନାଟା ରହିଛି? ଅପସନ କଣ ରହିଲା? ଫେର ମାଙ୍ଗାନିଜ କାରଖାନା, ଆଉ ଯୋଉ ଫେର କ୍ରୋମ, ଆଉ ଫେର ସିଲିକନ, ଆଉ ହଉଛି ସ୍ପଞ୍ଜ ଲୁହା ହେଲା। ତେଣୁ ଆମର ଯୋଉ ଯାଜପୁର ରୋଡ ପାଖରେ କୋଉ ଫ୍ୟାକ୍ଟ୍ରିଟା ଗଢି ଉଠିଛି? ସଠିକ ଉତ୍ତର ହବ କଣ? ଅପସନ ନମ୍ବର ବି, ଦେଖି କଣ ଫେର କ୍ରୋମ ହେଲା। ଫେର କ୍ରୋମ କାରଖାନାଟା ବା ଇଣ୍ଡଷ୍ଟ୍ରିଟା ଆମର ତିଆରି ହେଉଛି କେଉଁଠି? ନା ଯାଜପୁର ରୋଡ ପାଖରେ ତିଆରି ହେଇଛି। ପରବର୍ତ୍ତୀ ପ୍ରଶ୍ନ ରହିଲା ପର୍ବତୀୟ ଭୂମି ନିମ୍ନୋକ୍ତ କେଉଁଥିରେ ବିଶେଷ ଉପଯୋଗୀ ହୋଇଥାଏ? ଫର ହ୍ୱିଚ୍ ଅଫ ଦ ଫଲୋଇଂ ଇଜ ଦ ମାଉଣ୍ଟେନ୍ସ ଲ୍ୟାଣ୍ଡ ମୋଷ୍ଟ ୟୁଜଫୁଲ ହେଲା। ମାଉଣ୍ଟେନ ରେ ଯୋଉ ପର୍ବତ ଭୂମିକୁ ଆମେ କୋଉଥିପାଇଁ ବେଶୀ ବ୍ୟବହାର କରିଥାଉ? ଅପସନ ଗୋଟେ କଣ ରହିଲା? ଜଳର ଉତ୍ସ ପାଇଁ, କୃଷି କାର୍ଯ୍ୟ ପାଇଁ, ଜନବସତି ପାଇଁ, ନା ଖଣିଜ ସମ୍ବଳ ପାଇଁ ହେଲା। ଏହାର ସଠିକ ଉତ୍ତର ଏଠି କଣ ହବ? ନା ଅପସନ ନମ୍ବର ଏ, ଯେଟା କି ହେଉଛି ଜଳର ଉତ୍ସ ପାଇଁ। ପର୍ବତ ଭୂମିକୁ ସାଧାରଣତଃ ଆମେ କଣ ପାଇଁ ବ୍ୟବହାର କରିଥାଉ? ନା ସୋର୍ସ ଅଫ ୱାଟର ପାଇଁ ଆମେ ବ୍ୟବହାର କରିଥାଉ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ନିମ୍ନୋକ୍ତ କେଉଁ ପ୍ରକାରର ଅରଣ୍ୟ ଆଶ୍ରୟ ବଳ ଏପରି କାର୍ଯ୍ୟ କରିଥାଏ? ହ୍ୱିଚ୍ ଅଫ ଦ ଫଲୋଇଂ ଫରେଷ୍ଟ ଡୋଜ୍ ଆକ୍ଟ ନା ସେଲ୍ଟର ବେଲ୍ଟ ହେଲା। ସେଲ୍ଟର ବେଲ୍ଟ ମାନେ ଆଶ୍ରୟ ଦେବା ପାଇଁ ଭଳିଆ କାମ କରିଥାଏ। ଅପସନ ଗୋଟେ କଣ ରହିଲା? କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ମୌସୁମୀ ଅରଣ୍ୟ, ଜୁଆରିଆ ଅରଣ୍ୟ, ଆଉ ଗୋଟେ ହଉଛି କଣ? କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ହେଲା। ସେଲ୍ଟର ଭଳିଆ କୋଉ ଆମ ଫରେଷ୍ଟ କାମ କରିଥାଏ? ସଠିକ ଉତ୍ତର ହେବ ଅପସନ ନମ୍ବର ସି, ଯେଟା କଣ ଅଛି ଜୁଆରିଆ ଅରଣ୍ୟ। ଜୁଆରିଆ ଅରଣ୍ୟ କଣ କରେ? ଯେ ଆମର ସମୁଦ୍ର ପାଣି ଯେତେବେଳେ ଢେଉ ଅଧିକ ପରିମାଣରେ ଆସିଥାଏ, ସେ କଣ କରିଥାଏ? ଜୁଆରିଆ ଅରଣ୍ୟଟା ସେ ପାଣିଟାକୁ ଢେଉଟାକୁ ରଖିଦିଏ ବା ପ୍ରତିରୋଧ କରିଥାଏ, ଯାହାଫଳରେ କି ମୂର୍ତ୍ତିକା କ୍ଷୟ ହଉ, ଢେଉ ଯେତେବେଳେ ଆମର ସାଇକ୍ଲୋନ ଆସିଥାଏ, ସେ ସମୟରେ ପବନକୁ ଧରି ରଖିବା ସହିତ ଜୁଆରକୁ ବି ଅଟକାଇବାରେ ସାହାଯ୍ୟ କରିଥାଏ। ତେଣୁ ସେଥିପାଇଁ ସେଲ୍ଟର ବୋଲି କୁହାଯାଇଥାଏ। ବଢିଆ କ୍ୱେଶ୍ଚନଟା ଦେଇଥିଲେ, ମନେ ରଖିଥିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା ସମ୍ପର୍କ ଦୃଷ୍ଟିରୁ କେଉଁ ଯୋଡ଼ିଟି ଭୁଲ ଅଛି ହେଲା। ଅପସନ କଣ ଦେଇଛି? ଟିକିରାପଡା କୁମ୍ଭୀର ପାଇଁ, ଭିତରକନିକା ପକ୍ଷୀ ଅଭୟାରଣ୍ୟ ପାଇଁ, ଚନ୍ଦକା ହାତୀ ପାଇଁ, ଶିମିଳିପାଳ ବାଘ ପାଇଁ ହେଲା। ଏ ଭିତରୁ କୋଉଟା ଭୁଲ ଅଛି ନିମ୍ନ ମଧ୍ୟରୁ? ସଠିକ ଉତ୍ତର ହେବ କଣ? ଅପସନ ନମ୍ବର ବି, ଭିତରକନିକା ପକ୍ଷୀ ଅଭୟାରଣ୍ୟ ଏଇଟା ଭୁଲ ଅଛି ହେଲା। ତେଣୁ ଆପଣ ମତେ କମେଣ୍ଟ ସେକ୍ସନରେ ଜଣେଇବେ ଯେ ଭିତରକନିକା ଆମର କୋଉଥିପାଇଁ ଆମର ଫେମସ ବା ପକ୍ଷୀ ଅଭୟାରଣ୍ୟ ପାଇଁ କୋଉ ଆମର ଜାଗାଟା ଫେମସ, ମତେ କମେଣ୍ଟ ସେକ୍ସନରେ ଦିଟା ଜଣେଇବେ ହେଲା। ପରବର୍ତ୍ତୀ ପ୍ରଶ୍ନ କଣ ଅଛି? ନିମ୍ନୋକ୍ତ କେଉଁ ଅଭ୍ର ଉତ୍ପାଦନରେ ଏକ ମୁଖ୍ୟ ଅଞ୍ଚଳ ହେଲା। ଅଭ୍ର ଯୋଉ ଆମର ପ୍ରଡକ୍ସନରେ କୋଉ ଜାଗାଟା ଫେମସ? ଯେମିତି କି ଅପସନ କଣ ଅଛି? ଆଜମିର, କର୍ଦମା, ଗୟା, ଆଉ ହଜାରିବାଗ ହେଲା। ଆମର ଯୋଉ ଅଭ୍ର ପ୍ରଡକ୍ସନ ପାଇଁ କୋଉଠି ଫେମସ? ନା ଅପସନ ନମ୍ବର ବି, ଯେଟା କି କର୍ଦମା। କର୍ଦମାରେ ଆମେ କଣ ମିଳିଥାଉ? ନା ଅଭ୍ର ମିଳିଥାଏ ହେଲା। ଅଭ୍ର ପ୍ରଡକ୍ସନରେ କର୍ଦମାଟା ଫେମସ, ମନେ ରଖିଥିବେ ଏଇଟା। ନେକ୍ସଟ କ୍ୱେଶ୍ଚନ ରହିଲା ସିଆଲ ମଣ୍ଡଳରେ ଗଭୀରତା କେଉଁ ଅଂଶରେ କମ ହେଲା। ହ୍ୱେର ଇଜ ଦ ଡେପ୍ଥ ଅଫ ଦ ସିଆଲ ଲେସ୍ ହେଲା। ସିଆଲ ମାନେ କଣ? ସିଲିକନ ଆଉ ଯୋଉ ଆଉ ଆଲୁମିନିୟମ ହେଲା। ସିଲିକନ ଆଉ ଆଲୁମିନିୟମ ମିଶିକି ସିଆଲ କୁହାଯାଏ ହେଲା। ତେଣୁ ସେଇଟା ସବୁଠୁ କମ ଗଭୀରତା କମ କୋଉଠି ଥାଏ? ସ୍ଥଳ ଭାଗରେ ଥାଏ, ପର୍ବତୀୟ ଅଞ୍ଚଳ ନିମ୍ନରେ ଥାଏ, ନା ମହାସାଗର ନିମ୍ନ ଅଂଶରେ ଥାଏ, ନା ସବୁଠାରେ ସମାନ ଗଭୀର ଭାବରେ ଥାଏ ହେଲା। ତେଣୁ ଏହାର ସଠିକ ଉତ୍ତର କଣ ହବ? ସିଆଲ କୋଉଠି ସବୁଠୁ କମ ଗଭୀରତାରେ ଥାଏ? ସଠିକ ଉତ୍ତର ହେଉଛି ଅପସନ ନମ୍ବର ସି, ଯାଇକି ମହାସାଗର ନିମ୍ନ ଅଂଶରେ। ଯେହେତୁ ମହାସାଗରଟା ତଳେ ଅଛି, ତ ସେଥିପାଇଁ କଣ ମହାସାଗର ନିମ୍ନ ଅଂଶରେ କଣ କମ ତଳେ ସେ ଚାପିକି ଥାଏ। ତେଣୁ ସେଥିପାଇଁ ସିଆଲଟାର ଗଭୀରତା ସେଠି କମ ପରିମାଣରେ ଥାଏ ହେଲା। ତାପରେ ନେକ୍ସଟ କ୍ୱେଶ୍ଚନ ରହିଲା ନିମ୍ନୋକ୍ତ କେଉଁଟି ଏକ ଦ୍ୱିତୀୟ ଶ୍ରେଣୀର ଭୂମିରୂପ ଅଟେ ହେଲା। which of the following does the belongs to the second order landform ହେଲା। ସେକେଣ୍ଡ ଅର୍ଡର ବା ଦ୍ୱିତୀୟ ଶ୍ରେଣୀର ଭୂମିରୂପ ଏଥିରୁ କୋଉଟା? ଅପସନ ଗୋଟେ କଣ ରହିଛି? ଭାରତ ମହାସାଗର, ଆରାବଳୀ, ସୁନ୍ଦରବନ, ଅଷ୍ଟ୍ରେଲିଆ। ତେଣୁ ଆମର ସଠିକ ଉତ୍ତର କଣ ହବ? ଦ୍ୱିତୀୟ ଶ୍ରେଣୀର ଯୋଉ ଆମେ ଭୂମିରୂପ କହୁଛୁ ସେ କୋଉଟା ହବ? ଅପସନ ନମ୍ବର ବି, ଯେଟା କି ଆରାବଳୀ ହେଲା। ଆରାବଳୀ ହଉଛି କଣ? ମାଉଣ୍ଟେନ ହେଲା। ସେଇଟା ହଉଛି କଣ? ଦ୍ୱିତୀୟ ଶ୍ରେଣୀର ଭୂମିରୂପ ଭିତରେ ଯାଉଛି। ପରବର୍ତ୍ତୀ ପ୍ରଶ୍ନ ହେଲା ନିମ୍ନୋକ୍ତ କେଉଁଟି କ୍ରାନ୍ତି ମଣ୍ଡଳର ବିସ୍ତୃତ ଅଟେ? which of the following is the extension of the tropical belt ହେଲା। tropical belt ର extension ଦ୍ୱାରା କୋଉଟା ହୁଏ? ଅପସନ କଣ ରହିଲା? ବିଷୁବରେଖା ଠାରୁ କର୍କଟ କ୍ରାନ୍ତି ପର୍ଯ୍ୟନ୍ତ ଆମେ କହିବୁ କ୍ରାନ୍ତି ମଣ୍ଡଳ, ନା ହଉଛି tropical belt କହିବା, ନା ବିଷୁବରେଖା ଠାରୁ ମକର କ୍ରାନ୍ତି ପର୍ଯ୍ୟନ୍ତ କହିବା, ନା କର୍କଟ କ୍ରାନ୍ତିରୁ ମକର କ୍ରାନ୍ତି ପର୍ଯ୍ୟନ୍ତ କହିବା, ନା ହଉଛି କର୍କଟ କ୍ରାନ୍ତିରୁ ସୁମେରୁ ବୃତ୍ତ ପର୍ଯ୍ୟନ୍ତ ଆମେ କ୍ରାନ୍ତୀୟ ମଣ୍ଡଳ ବା ଆମର tropical belt ଆମେ କହିବା ହେଲା। ୟାର ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ସି, ଯେଟା କି କର୍କଟ କ୍ରାନ୍ତିରୁ ମକର କ୍ରାନ୍ତି ପର୍ଯ୍ୟନ୍ତ ଏଇଟା ଯୋଉ ରହିଲା ହେଲା। କର୍କଟ ଏଇଟା ଧର ବିଷୁବରେଖା ରହିଲା, ଏଇଟା ଆମର ଟ୍ରପିକ ଅଫ କ୍ୟାନ୍ସର ରହିଲା, ଏଇଟା ଟ୍ରପିକ ଅଫ କ୍ୟାପ୍ରିକମ ରହିଲା। ଏଇ ଯୋଉ ଏତିକି ଜାଗା ହେଲା 23.5 ଡିଗ୍ରୀ ନର୍ଥ ଆଉ 23.5 ଡିଗ୍ରୀ ସାଉଥ ହେଲା। ଏଇ ଜାଗାଟାକୁ ଆମେ କଣ କହିବା? ଆମର କ୍ରାନ୍ତୀୟ ମଣ୍ଡଳ ବା ଟ୍ରପିକାଲ ବେଲ୍ଟ ବୋଲି ଆମେ କହିବା। ମଝିଟାକୁ ଟରେଟ ଜୋନ ବୋଲି କହିବା, ଗ୍ରୀଷ୍ମ ମଣ୍ଡଳ କହିବା। ପରବର୍ତ୍ତୀ ପ୍ରଶ୍ନ ରହିଲା ତେଲ ମହାନଦୀ ଡେଶ ଗୋଦାବରୀ ହେଲା। ତେଣୁ ଅପସନ ଗୋଟେ କଣ ଦେଇଛି? ଏଇଟା ମ୍ୟାଚିଂ ଦେଇଛି ଅନୁସାରେ ଆଉ ଇନ୍ଦ୍ରାବତୀ, ସରାବତୀ, ନା ହଉଛି କେଶୀ, ନା ହଉଛି ଘୋଡାହାଡ ହେଲା। ତେଲ ପାଇଁ ମହାନଦୀ ଉପରେ ତେଲ ରିଭର ହଉଛି ତେଲ ହଉଛି କଣ? ସରି ତେଲ ରିଭର ହଉଛି ମହାନଦୀର ଟ୍ରିବ୍ୟୁଟାରି। ତେଣୁ ଆଉ କୋଉଟା ହଉଛି ଗୋଦାବରୀ ଗୋଟେ ଟ୍ରିବ୍ୟୁଟାରି? ତେଲ ନୁହେଁ, ତେଲ ରିଭର ହେଲା। ତେଣୁ ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ଡି, ଯେଟା କଣ? ଘୋଡା
ହାଡ଼ ହେଲା, ତା ଘୋଡ଼ା ହାଡ଼ ହଉଛି କ'ଣ ଗୋଦାବରୀ ଗୋଟେ ଟ୍ରିବ୍ୟୁଟାରୀ। ପରବର୍ତ୍ତୀ ପ୍ରଶ୍ନ ଅଛି ନିମ୍ନଲିଖିତ କେଉଁ ତାପ ବଳୟ ଫଳ ଚାଷ ପାଇଁ ସର୍ବୋତ୍କୃଷ୍ଟ ହେଲା? ହ୍ୱିଚ୍ ଅଫ୍ ଦ ଟେମ୍ପରେଚର ବେଲ୍ଟ ଇଜ ଦ ମୋଷ୍ଟ ଫେଭରେବୁଲ ଫର ଦ ଫ୍ରୁଟ କଲ୍ଟିଭେସନ ହେଲା? ଫ୍ରୁଟ କଲ୍ଟିଭେସନ ବା ଫଳ ଚାଷ ପାଇଁ କେଉଁ ଆମର ତାପ ବଳୟ ଆମର ଅଧିକ ଉପଯୋଗୀ? ଅପସନ କ'ଣ ରହିଛି? ନିରକ୍ଷର ବଳୟ, ନା କ୍ରାନ୍ତୀୟ ବଳୟ, ନା ନାତିଶୀତୋଷ୍ଣ ବଳୟ, ନା ଉପମେରୁ ବଳୟ ହେଲା? ତ ଫଳ ଚାଷ ପାଇଁ କୋଉ ଆମର ବଳୟଟା ସବୁଠୁ ଅଧିକା ଉପଯୋଗୀ? ସଠିକ ଉତ୍ତରଟି ହେବ ଅପସନ ନମ୍ବର ସି, ଯେଟା କ'ଣ ନାତିଶୀତୋଷ୍ଣ, ମାନେ ସେଠି ଅଧିକ ପରିମାଣରେ ଗରମ ହଉନଥିବ କି ଅଧିକ ପରିମାଣରେ କ'ଣ ହଉନଥିବ ଆମର ଥଣ୍ଡା ହଉନଥିବ। ତ ସେଇଟା ହଉଛି ଫଳ ଚାଷ ପାଇଁ ଅଧିକ ଉପଯୋଗୀ। ପରବର୍ତ୍ତୀ ପ୍ରଶ୍ନ ରହିଲା 1815 ଭିଏନା କଂଗ୍ରେସ ର କେଉଁ ଦେଶ ଜାତୀୟ ପରିଚିତ ହୋଇଥିଲା? Which country did lose national identity at the Vienna Congress of 1815? ଅପସନ ଗୁଡିକ କ'ଣ ରହିଲା? ଅଷ୍ଟ୍ରିଆ, ପ୍ରସୁଆ, ବେଲଜିୟମ ଆଉ ସ୍ୱିଡେନ ହେଲା। ଏହାର ସଠିକ ଉତ୍ତରଟି କ'ଣ ହବ? ହଉଛି ଅପସନ ନମ୍ବର ଡି, ଯେଟା କି କ'ଣ ଅଛି ସ୍ୱିଡେନ। 1815 ମସିହାରେ ଭିଏନା କଂଗ୍ରେସ ଆମର ସ୍ୱିଡେନର ପରିଚିତ କରାଇଥିଲା ହେଲା। ପରବର୍ତ୍ତୀ ପ୍ରଶ୍ନ ବାସ୍ତାଇଲର ପତନ କ'ଣ ସୂଚାଉଛି ହେଲା? What did the fall of the Bastille indicate? ଅପସନ କ'ଣ ରହିଲା? ଫ୍ରାନ୍ସର ଗଣତାନ୍ତ୍ରିକ ସଚେତନତାର ଅଭ୍ୟୁଦୟ ହେଇଥିଲା, ନା ଫରାସୀ ବନ୍ଦୀଶାଳର ସୁରକ୍ଷା ଦୁର୍ବଳତା ପାଇଁ ହେଇଥିଲା, ନା ସାଧାରଣ ଜନତାଙ୍କ ଫରାସୀ ସୈନ୍ୟବାହିନୀ ବିରୋଧରେ ବିଜୟ ହେଇଥିଲା, ନା ବିପ୍ଳବୀ ମାନଙ୍କର ମୁକ୍ତି ହେଇଥିଲା ହେଲା। ଯୋଉ ଆମର ବାସ୍ତାଇଲର ଯୋଉ ଫଲ୍ ହେଇଥିଲା ତାର ସେଟା କାହାକୁ ସୂଚାଉଥିଲା? ସଠିକ ଉତ୍ତର ହବ କ'ଣ? ଅପସନ ନମ୍ବର ଏ, ଯେଟା କି ଫ୍ରାନ୍ସର ଗଣତାନ୍ତ୍ରିକ ସଚେତନତାକୁ ଅଭ୍ୟୁଦୟ ହେଇଥିଲା। ରାଇଜ ଅଫ ଡେମୋକ୍ରେଟିକ କନସେନସସ୍ ଇନ ଦ ଫ୍ରାନ୍ସ ହେଲା। ଫ୍ରାନ୍ସରେ ଡେମୋକ୍ରେଟିକର ଅଭ୍ୟୁଦୟ ହେଇଥିଲା। ପରବର୍ତ୍ତୀ ପ୍ରଶ୍ନ ହେଲା ରକ୍ତ ଏବଂ ଲୌହ ନୀତି କୋଉ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥିଲା? Which purpose was policy of blood and iron applied ହେଲା? ବ୍ଲଡ ଆଣ୍ଡ ଆଇରନ୍ ପଲିସି କୋଉ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥିଲା? ଅପସନ କ'ଣ ଅଛି? ଇଟାଲୀ ଏକତ୍ରୀକରଣ ପାଇଁ, ଗ୍ରୀସର ସ୍ୱାଧୀନତା ପାଇଁ, ଜର୍ମାନୀ ଏକତ୍ରୀକରଣ ପାଇଁ, ନା ପୋଲାଣ୍ଡର ସ୍ୱାଧୀନତା ପାଇଁ ହେଲା? ବ୍ଲଡ ଆଣ୍ଡ ଆଇରନ୍ ପଲିସି ଆମେ କୋଉ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥିଲା? ସଠିକ ଉତ୍ତରଟି ହେବ ଅପସନ ନମ୍ବର ସି, ଜର୍ମାନୀ ଏକତ୍ରୀକରଣ ହେଲା। ୟୁନିଫିକେସନ ଅଫ ଜର୍ମାନୀ ୟୁନିଫିକେସନ ପାଇଁ ଆମେ ମାନେ ବ୍ୟବହାର ହେଇଥିଲା କ'ଣ? ରକ୍ତ ଆଉ ଲୌହ ବା ବ୍ଲଡ ଆଣ୍ଡ ଆଇରନ୍ ପଲିସି ବ୍ୟବହାର ହେଇଥିଲା ହେଲା। ନେକ୍ସଟ କ୍ୱେଶ୍ଚନ ରହିଲା ହ୍ୱାଟ ଡିଡ୍ ପ୍ରୋଭାଇଡ ଦ ଇନ୍ସପିରେସନ ଟୁ ବାଲସଭିକ ରିଭଲ୍ୟୁସନ ହେଲା? ବାଲସଭିକ ଯୋଉ ବିପ୍ଳବ ହେଇଥିଲା ସେଟାର କିଏ ପ୍ରେରଣା ଯୋଗାଇଥିଲେ ହେଲା? ମେକ୍ସିବାଦ, ନା ହଉଛି ନିହିଲଜମ, ନା ହଉଛି ଉଦାରବାଦ, ନା ହଉଛି ଜାତୀୟତାବାଦ ହେଲା? ତେଣୁ ଆମର ଯୋଉ ହେଇଥିଲା ବେଲସଭିକ ବିପ୍ଳବ ତାକୁ ପ୍ରେରଣା କିଏ ଯୋଗାଇଥିଲେ? ସଠିକ ଉତ୍ତରଟି କ'ଣ ହବ? ଅପସନ ନମ୍ବର ସି, ଯେ କି ଉଦାରବାଦୀ ହେଲା, ଯେ ଲିବରେଜିମ ତାକୁ ପ୍ରେରଣା ଯୋଗାଇଥିଲେ। ପରବର୍ତ୍ତୀ ପ୍ରଶ୍ନ କେଉଁ ଦେଶର ଉଦ୍ଦିତ ଜାତୀୟତାବାଦ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ କାରଣ ହୋଇଥିଲା ହେଲା? ଏରୋଗେଣ୍ଟ ନ୍ୟାସନାଲିଜିମ ଅଫ ହ୍ୱିଚ୍ କଣ୍ଟ୍ରି ଡିଡ୍ କଜ ଦ ସେକେଣ୍ଡ ୱାର୍ଲଡ ୱାର ହେଲା? ଅପସନ ଗୁଡିକ କ'ଣ ରହିଲା? ପୋଲାଣ୍ଡ, ଚେକୋସ୍ଲୋଭାକିଆ, ଜର୍ମାନୀ, ଇଂଲଣ୍ଡ ହେଲା। ଯୋଉ ଆମର ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୋଉ ଜାତୀୟତାବାଦ ଅଭ୍ୟୁଦୟ ହେଇଥିଲା ତାର ମୁଖ୍ୟ କାରଣ କୋଉ ଦେଶ ଥିଲା ହେଲା? ସଠିକ ଉତ୍ତରଟି ଏହାର କ'ଣ ହବ? ନା ଅପସନ ନମ୍ବର ସି, ଯେଟା କି ଜର୍ମାନ ହେଲା। ଜର୍ମାନ ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୋଉ ଏରୋଗେଣ୍ଟ ନ୍ୟାସନାଲିଜିମର ମୁଖ୍ୟ କାରଣ ଥିଲା। ତାପରେ ଗୋଟେ ହିଷ୍ଟ୍ରି କ୍ୱେଶ୍ଚନ ଆସିଲା ଅଶୋକଙ୍କ ଅନୁଶାସନ ଓଡ଼ିଶାର କେଉଁ ସ୍ଥାନରେ ଅବସ୍ଥିତ ହେଲା? ହ୍ୱେର ଆର୍ ଅଶୋକଜ ଏଡିଟ୍ସ ଲୋକେଟେଡ୍? ଅଶୋକ ଯୋଉ ଏଡିଟ୍ ଗୁଡାକ ଲେଖିଥିଲେ ହେଲା ସେଟା ଆମେ ଓଡ଼ିଶାର କୋଉଠି ମିଳେ? ଜୌଗଡ଼ରେ ମିଳେ, ନା ଲଳିତଗିରିରେ ମିଳେ, ନା ପୁଷ୍ପଗିରିରେ ମିଳେ, ନା ହଉଛି ଖଣ୍ଡଗିରିରେ ମିଳେ ହେଲା? ଅଶୋକଙ୍କ ଦ୍ୱାରା ଏଡିଟ୍ ଯୋଉ ଲେଖା ଗୁଡାକ ହେଇଥିଲା ଆମ ଓଡ଼ିଶାର କୋଉଠି ମିଳେ? ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ଏ, ଯେଟା କ'ଣ ଜୌଗଡ଼ ହେଲା। ଜୌଗଡ଼ ପାଖରେ ବା ଜୁନାଗଡ଼ ଯାହା କୁହା ହୁଏ ଜୁଆଗଡ଼ ବା ଜୁନାଗଡ଼, ସେଠି ଆମେ ଅଶୋକଙ୍କର ଏଡିଟ୍ ବା ଅଶୋକଙ୍କର ଲେଖା ଗୁଡାକ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ ରହିଲା ବାରବାଟୀ ଦୁର୍ଗ ମଧ୍ୟରେ କିଏ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ? ହୁ ବିଲ୍ଟ ଦ ଜଗନ୍ନାଥ ଟେମ୍ପଲ ଇନସାଇଡ ବାରବାଟୀ ଫୋର୍ଟ ହେଲା? ବାରବାଟୀ ଦୁର୍ଗ ଭିତରେ କିଏ ଜଗନ୍ନାଥ ମନ୍ଦିର ତିଆରି କରିଥିଲେ? ଅପସନ କ'ଣ ରହିଲା? ଯଜାତି କେଶରୀ, ଚଡ଼ଗଙ୍ଗ ଦେବ, ତୃତୀୟ ଅନଙ୍ଗ ଭୀମ ଦେବ, ନା ନୃପ କେଶରୀ ହେଲା? ଏହାର ସଠିକ ଉତ୍ତରଟି କ'ଣ ହବ? କିଏ ତିଆରି କରିଥିଲେ ଯୋଉ ବାରବାଟୀ ଫୋର୍ଟ ଭିତରେ ଜଗନ୍ନାଥ ମନ୍ଦିର? ସଠିକ ଉତ୍ତର ହବ ତୃତୀୟ ଅନଙ୍ଗ ଭୀମ ଦେବ ହେଲା। ଅନଙ୍ଗ ଭୀମ ଦେବ ତୃତୀୟ ବାରବାଟୀ ଫୋର୍ଟ ଭିତରେ ଜଗନ୍ନାଥ ମନ୍ଦିରକୁ ତିଆରି କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ଚହଲଗିନି ଆମର କୁ କିଏ ଧ୍ୱଂସ କରିଦେଇଥିଲେ ହେଲା? ଚହଲଗିନି ଯୋଉ ଜାଗାଟା ଥିଲା ସେଟାକୁ ଡେଷ୍ଟ୍ରୟ କିଏ କରିଥିଲେ? ଅପସନ କ'ଣ ଅଛି? ବଲବନ, ଜଲାଲୁଦ୍ଦିନ ଖିଲଜି, ଫିରୋଜ ଶାହ ତୁଗଲକ, ନା ସିକନ୍ଦର ଲୋଦି ହେଲା? ସଠିକ ଉତ୍ତର ଏହାର କ'ଣ ହବ? କିଏ ଧ୍ୱଂସ କରିଦେଇଥିଲେ? ଅପସନ ନମ୍ବର ଏ, ଯାଇକି ବଲବନ ହେଲା। ବଲବନ ଏ ଯୋଉ ଚହଲଗିନି ଗୋଟେ ଜାଗାଟା ଥିଲା ତାକୁ ଧ୍ୱଂସ କରିଦେଇଥିଲେ। ପରବର୍ତ୍ତୀ ପ୍ରଶ୍ନ ରହିଲା କିଏ ଚିତ୍ରକଳାରେ ଧର୍ମ ନିଗୁଡ ଭାବେ ବିଜଡ଼ିତ ଥିଲା ହେଲା? ଇନ୍ ହ୍ୱିଚ୍ ପେଣ୍ଟିଂ ରିଲିଜିଅନ ୱାଜ କ୍ଲୋଜଲି ଆସୋସିଏଟେଡ୍ ହେଲା? ଅପସନ କ'ଣ? ମାନେ କୋଉ ରାଜବଂଶଟା ତାଙ୍କର ଯୋଉ ଚିତ୍ରକଳାରେ ଅଧିକ ଧର୍ମକୁ ନିଗୁଡ ଭାବେ ରଖିଥିଲେ? ଅପସନ କ'ଣ ଅଛି? ମୋଗଲ, ରାଜପୁତ, ପାର୍ସିକ ଆଉ ତୁରେନି
ହେଲା। ଏହାର ସଠିକ ଉତ୍ତରଟି କଣ ହବ? କିଏ ତାଙ୍କର ଯୋଉ ଆମର ଚିତ୍ରକଳାରେ ଧର୍ମକୁ ବି ମିଶେଇଥିଲେ? ସଠିକ ଉତ୍ତର ହବ ଅପସନ ନମ୍ବର ବି ଯାଇକି ରାଜପୁତ ହେଲା। ରାଜପୁତ ମାନେ କଣ କରିଥିଲେ? ପେଣ୍ଟିଂ ଭିତରେ ନିଜର ଯୋଉ ରିଲିଜିୟସକୁ ଏକ ମିଶେଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଔପନ୍ୟାସିକ ସରକାର କାହିଁକି ଭାରତୀୟ ଶିଳ୍ପକୁ ବାଣିଜ୍ୟିକ ସୁରକ୍ଷା ଦେଲେ? ହେଲା। ହ୍ୱାଇ ଡିଡ୍ ଦ colonial government give trade protection to Indian industries? ହେଲା, ଇକୋନୋମି ଗୋଟେ କ୍ୱେଶ୍ଚନଟା ଆସିଲା। ହେଲା, ଅପସନ କଣ ଦେଇଛି? ଭାରତୀୟ ଉଦୟମାନ ଜାତୀୟତାବାଦ ଚାପ ଯୋଗୁ କରିଥିଲେ, ନା ହଉଛି ଇଂରେଜ ଉଦାରବାଦୀ ପ୍ରଭାବ ଯୋଗୁ କରିଥିଲେ, ନା ଇଂରେଜ ପୁଞ୍ଜିର ଅଭିବୃଦ୍ଧି ସୁରକ୍ଷା ନିମିତ୍ତ କରିଥିଲେ, ନା ଭାରତର ବହିର୍ବାଣିଜ୍ୟ ସନ୍ତୁଳନ ପାଇଁ କରିଥିଲେ? ଏଟା ହିଷ୍ଟ୍ରି ଆଉ ଇକୋନୋମି ଦିଟା ମିଶା କ୍ୱେଶ୍ଚନ ଅଛି। ହେଲା, ଆମର ଯୋଉ କଲୋନିଆଲ ଗଭର୍ଣ୍ଣମେଣ୍ଟ ଥିଲା ସେ ଟ୍ରେଡ କୁ ପ୍ରୋଟେକ୍ସନ ଦେବା ପାଇଁ ଇଣ୍ଡିଆର ଇଣ୍ଡଷ୍ଟ୍ରିକୁ କାହିଁକି କରିଥିଲେ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି, ଯେଟା କି କଣ ଅଛି ଆମର ଟୁ ବାଲାନ୍ସ ଦ ଇଣ୍ଡିଆନ ଫରେନ୍ ଟ୍ରେଡ। ହେଲା, ଭାରତର ଯୋଉ ବହିର୍ବାଣିଜ୍ୟ ହେଲା ତାକୁ ସନ୍ତୁଳନ କରିବା ପାଇଁ ସେ କଣ କରିଥିଲେ? ଆମର ଔପନ୍ୟାସିକ ସରକାର ଭାରତୀୟ ଶିଳ୍ପକୁ ବାଣିଜ୍ୟକୁ ସୁରକ୍ଷା ଦେଇଥିଲେ। ହେଲା, ତାପରେ କ୍ୱେଶ୍ଚନ ଅଛି ଏ ସହିତ ପେଡାଗୋଜି କ୍ୱେଶ୍ଚନ। ଏଇଟା ଗୋଟେ ବଢିଆ କ୍ୱେଶ୍ଚନ ଅଛି ହିଷ୍ଟ୍ରିର। ହେଲା, କେଉଁ ଗୋଟିକ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ନଥିଲା? ଆମର ଯୋଉ ଅସହଯୋଗ ଆନ୍ଦୋଳନ ହେଇଥିଲା ବା ନନ୍ କୋପରେସନ ମୁଭମେଣ୍ଟ ଯୋଉ ହେଇଥିଲା, ହେଲା, ଆପଣ ମତେ କମେଣ୍ଟ ସେକ୍ସନରେ ଜଣେଇବେ ନନ୍ କୋପରେସନ ମୁଭମେଣ୍ଟ ଆମର କେତେ ମସିହାରେ ଆରମ୍ଭ ହେଇଥିଲା। କିନ୍ତୁ ଏଠି କ୍ୱେଶ୍ଚନ ଦେଇଛି କଣ ଯେ ଆମର କୋଉ କାମଟା ଅସହଯୋଗ ଆନ୍ଦୋଳନ ଭିତରେ ଥିଲା? ସରକାରୀ ଉତ୍ସବ ବର୍ଜନ କରିବା, ସରକାରଙ୍କ ପଦରୁ ଇସ୍ତଫା ଦେବା, ବିଦେଶୀ ଭାଷା ବର୍ଜନ କରିବା, ଅସ୍ପୃଶ୍ୟତା ନିରାକରଣ କରିବା। ହେଲା, ତେଣୁ ଅସହଯୋଗ ଆନ୍ଦୋଳନ ଭିତରେ କୋଉ କାର୍ଯ୍ୟକ୍ରମଟା ମିଶିକରି ନଥିଲା? ସଠିକ ଉତ୍ତର ହବ କଣ? ବିଦେଶୀ ଭାଷା ବର୍ଜନ। ଏଇଟା ନଥିଲା। ସରକାର ଉତ୍ସବ ବର୍ଜନ ବି ଥିଲା, ସରକାରୀ ପଦରୁ ଇସ୍ତଫା ଦେବା, ଅସ୍ପୃଶ୍ୟତା ନିରାକରଣ ମାନେ ଯୋଉ ଆମର ଅନଟଚେବିଲିଟି ତାଠାରୁ ବଞ୍ଚିବା, ସେଟା ବି ଥିଲା। ନିରାକରଣ କରିବା ମାନେ ସେମାନେ କରୁଥିଲେ ତାଙ୍କୁ ପ୍ରତିବାଦ କରୁଥିଲେ, ସେଗୁଡା ଥିଲା। କିନ୍ତୁ ଏଇ ଯୋଉ ବିଦେଶୀ ଭାଷା ବର୍ଜନ ସେଇଟା ଅସହଯୋଗ ଆନ୍ଦୋଳନ ଭିତରେ ନଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଛି, ଅଭିନବ ଭାରତ କଣ ଥିଲା? ହେଲା, ହ୍ୱାଟ ୱାଜ ଦ ଅଭିନବ ଭାରତ? ଅଭିନବ ଭାରତ ଆମର କଣ ଥିଲା? ଅପସନ କଣ ରହିଛି? ବିପ୍ଳବୀ ମାନଙ୍କର ଗୁପ୍ତ ସଂଗଠନ ଥିଲା, ଧର୍ମ ସଂସ୍କରଣ ଆନ୍ଦୋଳନ ଥିଲା, ଆଧୁନିକ ପ୍ରକାଶନ ସଂସ୍ଥାନ ଥିଲା, ନା ଆଧୁନିକ ବିକାଶ ପରିଷଦ ଥିଲା? ହେଲା, ଅଭିନବ ଭାରତ କାହାକୁ କୁହାଯାଏ? ସଠିକ ଉତ୍ତର ହବ କଣ? ଅପସନ ନମ୍ବର ଏ, ଯାହାକି ବିପ୍ଳବୀ ମାନଙ୍କର ଗୁପ୍ତ ସଂଗଠନ। ହେଲା, ସିକ୍ରେଟ ସୋସାଇଟି ଅଫ ରିଭଲ୍ୟୁସନାରୀ। ହେଲା, ବିପ୍ଳବୀ ମାନଙ୍କର ଗୋଟେ ଗୁପ୍ତ ସଂଗଠନ ଥିଲା ଯାହାକୁ ଅଭିନବ ଭାରତ ବୋଲି କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଲା, ଭାରତୀୟ ଜାତୀୟ କଂଗ୍ରେସ ସାଧାରଣ ଅଧିବେଶନ କିଏ ଭାରତ ଛାଡ ପ୍ରସ୍ତାବକୁ ଆଗତ କରିଥିଲେ? ହେଲା, କ୍ୱିଟ୍ ଇଣ୍ଡିଆ ରିଜଲ୍ୟୁସନ କିଏ ପାସ୍ କରିଥିଲେ? ଅପସନ କଣ ରହିଲା? ମୌଲାନା ଅବଦୁଲ କାଲାମ ଆଜାଦ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନା ମହାତ୍ମା ଗାନ୍ଧୀ? ହେଲା, କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଆମର ଭାରତୀୟ ଜାତୀୟ କଂଗ୍ରେସ ସାଧାରଣ ଅଧିବେଶନ ପାସ୍ କରିବାର ମୁଖ୍ୟ କାରଣ କିଏ ଥିଲେ? ସଠିକ ଉତ୍ତର ହବ କଣ? ଅପସନ ନମ୍ବର ବି, ଯେଟା କି ଜବାହରଲାଲ ନେହେରୁ। ହେଲା, ଜବାହରଲାଲ ନେହେରୁ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ରେଜଲ୍ୟୁସନଟା ପାସ୍ କରିଥିଲେ କୋଉଠି? ଆଇଏନସି ରେ। ହେଲା, ପରବର୍ତ୍ତୀ ପ୍ରଶ୍ନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁର ଠାରେ କଣ ଗଠନ କରିଥିଲେ? ହେଲା, ସୁଭାଷ ଚନ୍ଦ୍ର ବୋଷ ଫର୍ମସ ଇନ ସିଙ୍ଗାପୁରରେ କଣ ଗଠନ କରିଥିଲେ? ଅପସନ କଣ ଅଛି? ସ୍ୱାଧୀନ ଭାରତ କେନ୍ଦ୍ର, ଆଉ ହଉଛି ଆଜାଦ ହିନ୍ଦ ଫୌଜ, ଭାରତୀୟ ସ୍ୱାଧୀନ ସଂଘ, ନା ଆଜାଦ ହିନ୍ଦ ସରକାର? ହେଲା, ତେଣୁ ସିଙ୍ଗାପୁରରେ ମନେ ରଖିଥିବା ଉଲ୍ଟା ବି ପଚାରି ପାରେ, କୋଉଠି ଗଠନ କରିଥିଲେ? ସଠିକ ଉତ୍ତର ହବ କଣ? ନା ଅପସନ ନମ୍ବର ଡି, ଯେଟା କଣ ଅଛି? ଆଜାଦ ହିନ୍ଦ ସରକାର, ଇଣ୍ଡିଆନ ନ୍ୟାସନାଲ ଗଭର୍ଣ୍ଣମେଣ୍ଟ। ହେଲା, ସିଙ୍ଗାପୁରରେ ଆମର ସୁଭାଷ ଚନ୍ଦ୍ର ବୋଷ କଣ କରିଥିଲେ? ଇଣ୍ଡିଆନ ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ତିଆରି କଲେ, ଆଜାଦ ହିନ୍ଦ ସରକାର ତିଆରି କରିଥିଲେ। କିନ୍ତୁ ଆଜାଦ ହିନ୍ଦ ଫୌଜ ଯୋଉ ଥିଲା ଆମର ଇଣ୍ଡିଆନ ନ୍ୟାସନାଲ ଆର୍ମି, ସେଟା ଆମର କଣ ଆଉ ଜଣେ ମୋହନ ସିଂ ସିଏ ତିଆରି କରିଥିଲେ, ୟାଙ୍କୁ ହ୍ୟାଣ୍ଡ ଓଭର କରିଥିଲେ। କିନ୍ତୁ ସୁଭାଷ ଚନ୍ଦ୍ର ବୋଷ ତିଆରି କରିଥିଲେ କଣ? ଇଣ୍ଡିଆନ ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ଆଜାଦ ହିନ୍ଦ ସରକାର ତିଆରି କରିଥିଲେ ସିଙ୍ଗାପୁରରେ। ପରବର୍ତ୍ତୀ ପ୍ରଶ୍ନ, ଊନବିଂଶ ଶତାବ୍ଦୀରେ ୟୁରୋପରେ ଜାତୀୟତାବାଦ ବିକାଶ ପାଇଁ କଣ ସହାୟକ ହୋଇଥିଲା? ହେଲା, ହ୍ୱାଟ ଡିଡ୍ ଦ ହେଲ୍ପ ଦ ଗ୍ରୋଥ ଅଫ ଦ ନ୍ୟାସନାଲିଜିମ ଇନ ୟୁରୋପ ଡ୍ୟୁରିଂ ଦ 19th ସେଞ୍ଚୁରୀ? ଶକ୍ତିଶାଳୀ ରାଜତନ୍ତ୍ର, ନା ବିଜ୍ଞ ଧର୍ମଯାଜକ ଗୋଷ୍ଠୀ, ନା ଉଦାର ମଧ୍ୟବିତ୍ତ ଶ୍ରେଣୀ, ନା ଜାଗ୍ରତ କୃଷକ ଗୋଷ୍ଠୀ? ଊନବିଂଶ ଶତାବ୍ଦୀରେ ୟୁରୋପରେ କୋଉ ଜାତୀୟତାବାଦ ଗଠନ ହେଇଥିଲା? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି, ଯେଟା କଣ ଅଛି? ଉଦାର ମଧ୍ୟବିତ୍ତ ଶ୍ରେଣୀ। ହେଲା, ଲିବରାଲ ମିଡଲ କ୍ଲାସ ଆମର କଣ ହେଇଥିଲା? ଉଭୟୋଦୟ ହୋଇଥିଲା ୟୁରୋପରେ ଊନବିଂଶ ଶତାବ୍ଦୀରେ। ପରବର୍ତ୍ତୀ ପ୍ରଶ୍ନ ରହିଲା, ସଂସଦୀୟ ସରକାରରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କାହା ପାଖରେ ଉତ୍ତରଦାୟୀ ରୁହେ? ହେଲା, ଏ ଯୋଉ ୟୁନିୟନ କାଉନସିଲରେ ଯୋଉ ମିନିଷ୍ଟର ମାନେ ଥାନ୍ତି, ସେମାନେ ଆମର କାହା ପାଖରେ ଉତ୍ତରଦାୟୀ ରହିଥାନ୍ତି? ଅପସନ ଗୋଟେ କଣ ରହିଲା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା, ନା ହଉଛି ରାଜ୍ୟସଭା? ହେଲା, ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି, ଯେଟା କି ଲୋକସଭା। ହେଲା, ତ ସଂସଦୀୟ ସରକାରରେ ଯୋଉ କେନ୍ଦ୍ର ମନ୍ତ୍ରିମଣ୍ଡଳ, ଯଦି ଇଣ୍ଡିଭିଜୁଆଲ ମନ୍ତ୍ରୀ କଥା କହିବ ସିଏ ଉତ୍ତରଦାୟୀ ରହିବେ ଲୋକମାନଙ୍କ ପାଖରେ। କିନ୍ତୁ ଯଦି ଯେହେତୁ କହିଲା କେନ୍ଦ୍ର ମନ୍ତ୍ରିମଣ୍ଡଳ, ତେଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦାୟୀ ରହିବେ କାହା ପାଖରେ? ଲୋକସଭା ପାଖରେ। ଦିଟା ଟ୍ରିକି କ୍ୱେଶ୍ଚନ ଟା। ହେଲା, ଏଟା ଟିକେ ଦେଖି ଯାଇଥିବ। ଯଦି ଇଣ୍ଡିଭିଜୁଆଲ ମନ୍ତ୍ରୀ କଥା କହିଥିବ ଲୋକମାନଙ୍କ ପାଖରେ, ଯଦି କେନ୍ଦ୍ର ମନ୍ତ୍ରିମଣ୍ଡଳ କହିଥିବ ତାହେଲେ ସେ ଲୋକସଭା ପାଖରେ ଉତ୍ତରଦାୟୀ ରହିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା, ରାଜ୍ୟସଭାର ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିର ନ୍ୟୁନତମ ବୟସ କେତେ ହେବା ଦରକାର? ଗୋଟେ ରାଜ୍ୟସଭାର ମେମ୍ବର ହେବା ପାଇଁ କେତେ ବୟସ ଦରକାର? ମିନିମମ୍ 18, 25, 32, 35?
ତେଣୁ ୟାର ସଠିକ ଉତ୍ତରଟି କଣ ହବ ନା ଆମର 25 ବର୍ଷ ହେଲା। ରାଜ୍ୟସଭାର ମେମ୍ବର ହବା ପାଇଁକା ଆମର ମିନିମମ୍ ବୟସ କେତେ 25 ବର୍ଷ ହବା ଦରକାର। ପରବର୍ତ୍ତୀ କ୍ୱେଶ୍ଚନ ରହିଲା କେଉଁ ଗୋଟିକ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସହିତ ସମ୍ପୃକ୍ତ ନୁହେଁ? ଯୋଉ ଆମର ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ଯୋଉ ସିଷ୍ଟମ ତା ଭିତରେ କୋଉଟା ଯାଉନାହିଁ? ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ ଆଉ ବିଜ୍ଞପିତ ଅଞ୍ଚଳ ପରିଷଦ ହେଲା। ସଠିକ ଉତ୍ତର କଣ ହବ? କୋଉଟା ଯାଉନାହିଁ ହଉଛି ଗ୍ରାମ ଯୋଉ ଆମର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ଭିତରେ ନା ବିଜ୍ଞପିତ ଅଞ୍ଚଳ ପରିଷଦ ହେଲା, ଯୋଉଟା କି ନୋଟିଫାଏଡ ଏରିଆ କାଉନସିଲ। କିନ୍ତୁ ଅଲଗା ଗୁଡାକ ଯେମିତି ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ଜିଲ୍ଲା ପରିଷଦ ଯୋଉ 3ଟା ସେଟା ଯାଉଛି କାହା ଭିତରେ? ଆମର ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ଭିତରେ ଯାଉଛି, ଯୋଉଟା କି ଆମର କହିଥାଉ କଣ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ଭିତରେ ଯାଉଛି ହେଲା। ଆପଣଙ୍କ ପାଇଁ ଗୋଟେ ହୁମର ରହିଲେ ମତେ କମେଣ୍ଟ ସେକ୍ସନରେ ଜଣେଇବି ଯୋଉ 3 ଟାୟାର ଇଲେକ୍ସନ ବା ଆମର 3 ଟାୟାର ସିଷ୍ଟମଟା ଆମକୁ ଇଣ୍ଟ୍ରୋଡ୍ୟୁସ କୋଉ କମିଟି କରିଥିଲା ହେଲା। ତାପର କ୍ୱେଶ୍ଚନ ରହିଲା କେଉଁ ଗୋଟି ଚାପ ଗୋଷ୍ଠୀର କାର୍ଯ୍ୟ ହଉଛି ଦ ଫଙ୍କସନ ଅଫ ଦ ପ୍ରେସର ଗ୍ରୁପ। ପ୍ରେସର ଗ୍ରୁପ ଆମର ଯୋଉ ଅପୋଜିସନ ଲିଡର କୁହାଯାଏ, ଅପୋଜିସନ ଗ୍ରୁପ ସେଟାକୁ ତାର କାମ କଣ ହେଲା? ଅପସନ କଣ ରହିଲା? ସାମାଜିକ ମୂଲ୍ୟବୋଧରେ ପ୍ରଚାର କରିବା, ଜନମତ ଗଠନ କରିବା, ନା ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା, ନା କ୍ଷମତାଶୀଳ ଦଳ ସହିତ ଲବି କରିବା, ମାନେ ହଉଛି ଲବିଂ ଦ ୱିଥ ପାର୍ଟି ଇନ ପାୱାର ହେଲା। ତେଣୁ ଯୋଉ ଚାପ ଗୋଷ୍ଠୀ ବା ଆମର ଅପୋଜିସନ ମାନଙ୍କର କାମ କଣ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି, ଯେଟା କଣ କ୍ଷମତାଶୀଳ ଦଳ ସହିତ ଲବି କରିବା, ଲବିଂ ୱିଥ ଦ ପାର୍ଟି ଇନ ପାୱାର ହେଲା। ମନେ ରହିବ। ପରବର୍ତ୍ତୀ କ୍ୱେଶ୍ଚନ କେଉଁ ଗୋଟି ମାନବ ଅଧିକାରର ଉଲ୍ଲଂଘନ କରେ ହେଲା? କୋଉଟା ଗୋଟେ ମାନବାଧିକାର ଯୋଉ ରହିଲା ତାର ଉଲ୍ଲଂଘନ କରୁଛି? ଅପସନ କଣ ରହିଲା? ବିଚାରାଳୟ ଦ୍ଵାରା ଆଜୀବନ କାରାଦଣ୍ଡ, ରାଷ୍ଟ୍ର ଦ୍ଵାରା କର ଆଦାୟ କରିବା, ଆଇନ ଉଲ୍ଲଂଘନକାରୀଙ୍କ ଗିରଫଦାରୀ, ନା ବେଠି ଖଟାଣି ହେଲା। ମାନବାଧିକାର କୋଉଟା ଗୋଟେ ଭାয়োଲେସନ ରହୁଛି? ସଠିକ ଉତ୍ତର ହବ କଣ? ଅପସନ ନମ୍ବର ଡି, ଯେଟା କଣ ବେଠି ଖଟାଇବା ହେଲା। ତେଣୁ ବେଠି ଖଟାଇବା ହଉଛି ମାନବାଧିକାର ଆଇନର ଗୋଟେ କଣ ନା ଉଲ୍ଲଂଘନ ହଉଛି। ତେଣୁ ଆମର ଟୋଟାଲ ବହୁତ ଗୁଡା କ୍ୱେଶ୍ଚନ ଡିସ୍କସନ କରିଥିଲେ। ତେଣୁ ଆପଣ ଦେଖିଦିଅନ୍ତୁ ଭିଡିଓ ଯଦି ଫୁଲ ଦେଖିଛନ୍ତି ତାହେଲେ ଆପଣଙ୍କୁ ଯଦି ଭଲ ଲାଗିଥିବ ତାହେଲେ ଭିଡିଓଟିକୁ ଆପଣ ଲାଇକ୍ କରିଦେବେ। ଆଉ ଯଦି ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ। ତେଣୁ ଅଲ ଯଦି ସେଟ୍ କରୁଛନ୍ତି ଯେତେବେଳେ ଯୋଉ ଭିଡିଓ ଅପଲୋଡ ହଉଛି ଆପଣଙ୍କ ପାଖରେ ନୋଟିଫିକେସନ ଯିବ, ତାହେଲେ ଆପଣ ଦେଖିପାରିବେ। ଆଉ ଯଦି ୟାର ପିଡିଏଫ ଟା ଦରକାର ଅଛି, ଆପଣ ଯଦି ପ୍ରାକ୍ଟିସ କରିବା ପାଇଁ ଚାହୁଁଛନ୍ତି, ତାହେଲେ ମୁଁ ଡେସକ୍ରିପସନରେ ଟେଲିଗ୍ରାମର ଲିଙ୍କ ଦେଇଦେବି, ସେ ଟେଲିଗ୍ରାମରେ ଜଏନ୍ ହେଇଯାନ୍ତୁ। ସେଠି ମୁଁ ପିଡିଏଫ ଗୁଡାକ ଅପଲୋଡ କରୁଛି, ଏନସର କି ବି ଅପଲୋଡ କରୁଛି। ତେଣୁ ଆଜି ପାଇଁ ରହୁଛି, ନୂଆ ଭିଡିଓରେ ନୂଆ ଟପିକରେ ଦେଖା ହବ। ଧନ୍ୟବାଦ।